ରାସ୍ତାରେ ବୁଲୁଛନ୍ତି ମାଳମାଳ ଗୋରୁଗାଈ। ଗୋରୁ ମାଲିକଙ୍କ ବେପରୁଆ ମନୋଭାବ ଯୋଗୁଁ ସମସ୍ୟା ଭୋଗୁଛନ୍ତି ସହରବାସୀ। ଦେବଗଡ଼ ସହରାଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ରାସ୍ତାରେ ବୁଲା ଗୋରୁଗାଈଙ୍କ ସମସ୍ୟା। ଗୋରୁ ମାଲିକମାନେ ନିଜ ନିଜ ଗାଈ ଗୋରୁଙ୍କୁ ଗୁହାଳ ଘରେ ରଖିବା ପରିବର୍ତ୍ତେ ସହରର ମୁଖ୍ୟ ରାସ୍ତା, ଛକ, ବଜାର ଓ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଛାଡ଼ି ଦେଉଥିବା ଅଭିଯୋଗ ହେଉଛି। ଫଳରେ ସହରର ଜନଗହଳିପୂର୍ଣ୍ଣ ରାସ୍ତାଘାଟ, ବଜାର ଓ ସାହିବସ୍ତିରେ ମାଳମାଳ ହୋଇ ଗୋରୁଗାଈ ବୁଲୁଛନ୍ତି। ଏଥିଯୋଗୁଁ ଯାତାୟାତ ବ୍ୟବସ୍ଥା ବ୍ୟାହତ ହେବା ସହ ସାଧାରଣ ଲୋକଙ୍କ ପାଇଁ ଏହା ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି। ବିଶେଷକରି ସକାଳ ଓ ସନ୍ଧ୍ୟା ସମୟରେ ରାସ୍ତା ମଝିରେ ବହୁ ସଂଖ୍ୟାରେ ଗୋରୁଗାଈ ଓ ବୁଲାଷଣ୍ଢ ରହୁଥିବାରୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଦୁଇ ଚକିଆ ଓ ଚାରି ଚକିଆ ଯାନ ଚାଳକମାନେ ହଠାତ୍ ଗୋରୁଗାଈ ରାସ୍ତାକୁ ଚାଲି ଆସିବାରୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ରାତି ସମୟରେ ରାସ୍ତାରେ ଗୋରୁଗାଈ ଶୋଇ ରହିବା ଯୋଗୁଁ ଯାନ ଚାଳକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେବଳ ଯାତାୟାତ ନୁହେଁ, ରାସ୍ତାକଡ଼ ଦୋକାନ ଓ ପରିବା ବଜାର ଅଞ୍ଚଳରେ ବୁଲା ଗୋରୁଗାଈ ଖାଦ୍ୟ ସାମଗ୍ରୀ ଖାଇବା ଏବଂ ରାସ୍ତାଘାଟରେ ମଳତ୍ୟାଗ କରିବା ଯୋଗୁଁ ପରିମଳ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହେଉଛି। ଏହାଦ୍ୱାରା ସହରର ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ବେଳେ ସହରବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ସହର ରାସ୍ତାଘାଟରେ ବୁଲା ଗୋରୁଗାଈଙ୍କ ସଂଖ୍ୟା କ୍ରମାଗତ ବଢ଼ୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ତେଣୁ ଗୋରୁ ମାଲିକମାନଙ୍କୁ ସଚେତନ କରିବା ସହ ରାସ୍ତାରେ ଗୋରୁଗାଈ ଛାଡ଼ି ଦେଉଥିବା ମାଲିକଙ୍କ ବିରୋଧରେ ନିୟମାନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସହରବାସୀ ଦାବି କରିଛନ୍ତି।